କ'ଣ ସଦାପ୍ରଭୁ ରାଗନ୍ତି କି? ଯଦି ରାଗନ୍ତି ତାହେଲେ ତାଙ୍କର ରାଗ କି ପ୍ରକାର ହୁଏ? ଜଣେ ମନୁଷ୍ୟ ଟିକେ ଟିକେ କଥାରେ ରାଗ କରିଥାଏ, କିନ୍ତୁ ପରମେଶ୍ୱରଙ୍କ ବିଷୟରେ ଯଦି ଆମେ ଚିନ୍ତା କରିବା ତାହେଲେ ପରମେଶ୍ୱର ମଧ୍ୟ ରାଗ ଓ କ୍ରୋଧ କରନ୍ତି। ଯଦି ପରମେଶ୍ୱର ରାଗନ୍ତି ତାହେଲେ ବାଇବଲ ଅନୁଯାୟୀ ପରମେଶ୍ୱର ରାଗିଲେ ବା କ୍ରୋଧ କଲେ କ'ଣ ହୁଏ ତାହା ବର୍ତ୍ତମାନ ଦେଖିବା। ଆପଣମାନେ ପାଇପାରିବେ ନାହୁମ 1 ପର୍ବ 2-3 ପଦ। ସଦାପ୍ରଭୁ ସୌଗୌରବ ରକ୍ଷଣେ ଉଦ୍ଯୋଗୀ ପରମେଶ୍ୱର ଓ ପ୍ରତିଫଳଦାତା ଅଟନ୍ତି। ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି। ସଦାପ୍ରଭୁ ଆପଣା ବିପକ୍ଷଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି। ସଦାପ୍ରଭୁ କ୍ରୋଧରେ ଧୀର ଓ ପରାକ୍ରମରେ ମହାନ ଓ କୌଣସି ପ୍ରକାରେ ଦୋଷୀକୁ ନିର୍ଦ୍ଦୋଷ କରିବେ ନାହିଁ। ଘୂର୍ଣ୍ଣବାୟୁ ଓ ତୋଫାନ ମଧ୍ୟରେ ସଦାପ୍ରଭୁଙ୍କର ପଥ ଅଛି ଓ ମେଘମାଳ ତାହାଙ୍କର ପାଦ ଧୂଳି। ଆପଣମାନେ ଆଉ ଗୋଟିଏ ପଦ ବା ଅଂଶ ପାଇପାରିବେ। ସେହି ନାହୁମ 1 ପର୍ବ 5 ଓ 6 ପଦରେ ଲେଖା ଅଛି, ତାହାଙ୍କ ଆଗରେ ପର୍ବତଗଣ କମ୍ପିତ ହୁଅନ୍ତି ଓ ଉପପର୍ବତ ସବୁ ତରଳି ଯାଆନ୍ତି। ଆଉ ତାହାଙ୍କ ସାକ୍ଷାତରେ ପୃଥିବୀ କମ୍ପିତ ହୁଏ। ହଁ, ଜଗତ ଓ ତନିବାସୀ ସମସ୍ତେ କମ୍ପିତ ହୁଅନ୍ତି। ତାହାଙ୍କ କ୍ରୋଧ ସମ୍ମୁଖରେ କିଏ ଠିଆ ହୋଇପାରେ ଓ ତାହାଙ୍କ କ୍ରୋଧର ପ୍ରଚଣ୍ଡତାରେ କିଏ ରହିପାରେ? ତାହାଙ୍କ କୋପ ଅଗ୍ନିତୁଲ୍ୟ ଢଳାଯାଏ ଓ ତାହାଙ୍କ ଦ୍ୱାରା ଶୈଳ ସବୁ ବିଦୀର୍ଣ୍ଣ ହୁଏ। ଯଦି ଆପଣମାନେ ଭାବୁଛନ୍ତି ଯେ ପରମେଶ୍ୱର କ୍ରୋଧ ହେଲେ ବା ରାଗିଲେ କିଛି କରିପାରିବେ ନାହିଁ, ତାହା ଆପଣମାନଙ୍କର ଭୁଲ ଧାରଣା ଅଟେ। ଯଦି ପରମେଶ୍ୱର ରାଗନ୍ତି ବା କ୍ରୋଧ କରନ୍ତି ତାହେଲେ ପୃଥିବୀ ବିନଷ୍ଟ ହୋଇଯିବ, ବିଦୀର୍ଣ୍ଣ ହୋଇଯିବ। କାରଣ ବାକ୍ୟରେ ଲେଖା ଅଛି, ସେହି ନାହୁମ 1 ପର୍ବ 2 ପଦର ତଳ ଅଂଶରେ ଲେଖା ଅଛି, ଶେଷ ଧାଡ଼ିରେ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି। ସଦାପ୍ରଭୁ ଆପଣା ଶତ୍ରୁଗଣମାନଙ୍କ ନିମନ୍ତେ କୋପ ସଞ୍ଚୟ କରି ରଖନ୍ତି। ତେଣୁ ଯେଉଁମାନଙ୍କଠାରେ ପରମେଶ୍ୱରଙ୍କ କ୍ରୋଧ ଅଛି ସେମାନେ ନିଶ୍ଚିତ ରୂପେ ବିନଷ୍ଟ ହେବେ। କିନ୍ତୁ ଏହା ସୁନିଶ୍ଚିତ ଯେ ଯେଉଁମାନେ ସଦାପ୍ରଭୁଙ୍କର ଶରଣାଗତ ନିଜ ନିଜ ଜୀବନକୁ ସମର୍ପଣ କରନ୍ତି ତାହେଲେ ସେମାନେ ଦୟା ପାଇବେ। ଅନେକ ଲୋକମାନେ ପରମେଶ୍ୱରଙ୍କର ଆଶୀର୍ବାଦ ବିଷୟରେ ବହୁତ କିଛି ଜାଣନ୍ତି, କିନ୍ତୁ ସେହି ପରମେଶ୍ୱରଙ୍କ ବିଷୟରେ ଯାହାକି କ୍ରୋଧ ତାହା ଅନେକ ଲୋକମାନେ ଜାଣିପାରନ୍ତି ନାହିଁ। କାରଣ ଆମମାନଙ୍କୁ କେବଳ ଆଶୀର୍ବାଦର ପଦପର୍ବ ଆବଶ୍ୟକତା ପଡ଼େ ଏଥିପାଇଁ ଯେ ଆମମାନେ ବଞ୍ଚିଯିବା ବୋଲି, କିନ୍ତୁ ପରମେଶ୍ୱରଙ୍କ କ୍ରୋଧ ଆଉ ରାଗ ମଧ୍ୟ ବାଇବଲରେ ଲେଖା ଅଛି। ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ ଗୋଟିଏ ବିଷୟ ଚେତାବନୀ କରିବାକୁ ଚାହେଁ ଯେ ଯେଉଁମାନେ ପରମେଶ୍ୱରଙ୍କର ବାକ୍ୟ ଶୁଣି ନିଜର ଜୀବନକୁ ସମର୍ପଣ କରନ୍ତି ସେମାନଙ୍କ ଉପରେ ପରମେଶ୍ୱରଙ୍କ କ୍ରୋଧ ଆସିବ ନାହିଁ। କିନ୍ତୁ ଯେଉଁମାନେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ଅର୍ଥାତ୍ ବାକ୍ୟ ହିଁ ସେଇ ଈଶ୍ୱର ଅଟନ୍ତି, ସେଇ ବାକ୍ୟକୁ ଯେଉଁମାନେ ତୁଚ୍ଛ ଜ୍ଞାନ କରନ୍ତି ସେମାନଙ୍କର ଜୀବନରେ ସୁନିଶ୍ଚିତ ଯେ କ୍ରୋଧ ଘଟିବ। ତେଣୁ ଜାଗ୍ରତ ଓ ସାବଧାନ ହୋଇ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତୁ। ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।